ଅର୍କକ୍ଷେତ୍ର କୋଣାର୍କର ମାହାତ୍ମ୍ୟ ଏବଂ ଶାମ୍ବଙ୍କ ସୂର୍ଯ୍ୟ ଉପାସନା। ଗପ ଅମୃତ ଓଡ଼ିଆରେ। ସୂର୍ଯ୍ୟ ଉପାସନା ସନାତନ ଧର୍ମର ଏକ ବିଶେଷ ବିଭାଗ। ସୂର୍ଯ୍ୟ ହେଉଛନ୍ତି ତ୍ରିଦେବଙ୍କର ସମନ୍ୱିତ ସ୍ୱରୂପ। ସେ ସକାଳେ ବ୍ରହ୍ମା, ଦ୍ୱିପ୍ରହରରେ ବିଷ୍ଣୁ ଏବଂ ସନ୍ଧ୍ୟା ସମୟରେ ଶିବଙ୍କ ରୂପ ଧାରଣ କରନ୍ତି। ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଭିନ୍ନା ଭିନ୍ନ ନା କର୍ତ୍ତବ୍ୟଂ ପଞ୍ଚଦେବ ନମସ୍ତୁତେ। ସନାତନ ଧର୍ମରେ ଶୈବ, ଶାକ୍ତ, ଗାଣପତ୍ୟ, ସୌର ଓ ବୈଷ୍ଣବଙ୍କ ମଧ୍ୟରେ କୌଣସି ଫରକ ନାହିଁ ବା କେହି ଉଚ୍ଚ କି ନୀଚ ନୁହନ୍ତି। ସମସ୍ତେ ସମାନ ଏକ ବ୍ରହ୍ମର ଅଂଶ। କେବଳ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ରୂପରେ ପୂଜା ପାଇଥାନ୍ତି ଏବଂ ଲୋକ କଲ୍ୟାଣ ପାଇଁ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଶିବ ପାର୍ବତୀଙ୍କର କଥୋପକଥନ ଆଳରେ ସୂର୍ଯ୍ୟଦେବଙ୍କର ମାହାତ୍ମ୍ୟ ଆଲୋଚିତ ହୋଇଅଛି। ମାତା ପାର୍ବତୀଙ୍କ ପ୍ରଶ୍ନରେ ସଦାଶିବ କହୁଛନ୍ତି, ଯେଉଁ ଲୋକ ଶ୍ରଦ୍ଧାର ସହିତ ସୂର୍ଯ୍ୟ ମାହାତ୍ମ୍ୟ ଶ୍ରବଣ ବା ପଠନ କରିବ, ତାର ଆଦିବ୍ୟାଧି ମହାବ୍ୟାଧି ସବୁ ଭଲ ହୋଇଯିବ। ଯଦି ତା ଦେହରେ ଅଷ୍ଟକୁଷ୍ଠ ହୋଇଥିବ, ସେ ମଧ୍ୟ ଭଲ ହୋଇଯିବ। ଏହି ବ୍ରତ କେମିତି ଉପାସନା କରାଯାଏ ବୋଲି ପାର୍ବତୀ ଜାଣିବାକୁ ଚାହିଁବାରୁ ଶିବ କହିଲେ, ସୂର୍ଯ୍ୟ ଉପାସକମାନେ ରବିବାର ଦିନ ବ୍ରାହ୍ମଣ ଡାକି ହୋମ କରିବେ। ତାପରେ ହୋମ ଭସ୍ମକୁ ନେଇ ଦେହରେ ଲଗାଇଲେ ମହାବ୍ୟାଧି ଭଲ ହୋଇଯାଏ। ଅବଶ୍ୟ ଏଥି ନିମନ୍ତେ ବିଶ୍ୱାସ ଥିବା ଦରକାର। ଯାହାର ଦେହ ବିବର୍ଣ୍ଣ ଦେଖାଯାଉଥାଏ, ସେ ଯଦି ରବିବାର ଉପବାସ ବ୍ରତକୁ ପାଳନ କରିବା ସହ ହୋମ ଭସ୍ମକୁ ଶରୀରରେ ବିଲୋପନ କରେ, ତା ଦେହରୁ ବିବର୍ଣ୍ଣତା କଟିଯାଇ ସର୍ବାଙ୍ଗ ସୁନ୍ଦର ହୋଇଥାଏ। ଯେଉଁ ନାରୀମାନେ କାକବନ୍ଧ୍ୟା କିମ୍ବା ମୃତବତ୍ସା ଦୋଷରେ ପୀଡ଼ିତା, ସେମାନେ ଏହି ବ୍ରତ ଆଚରଣ କଲେ ସେହି ଦୋଷରୁ ମୁକ୍ତି ପାଇଥାନ୍ତି। ପୁଣି ଯଦି କେହି ଦୃଷ୍ଟି ଦୋଷର ଆକ୍ରାନ୍ତ ଥିବ, ସେ ଯଦି ଏହି ପୁରାଣ ଶ୍ରବଣ କରିବା ସହ ଆଦିତ୍ୟଙ୍କୁ ମନ ମଧ୍ୟରେ ସ୍ମରଣ କରି ଆଦିତ୍ୟ ନାମ ଜପ କରିବ, ସେ ସେହି ଦୋଷରୁ ମୁକ୍ତି ପାଇଯିବ। ଏଥି ନିମନ୍ତେ ରବିବାର ଦିନ ଫୁଲଚନ୍ଦନରେ ସୂର୍ଯ୍ୟମଣ୍ଡଳକୁ ଧଳା ଚାଉଳ ଓ ଚନ୍ଦନ ମିଶ୍ରିତ ଜଳରେ ପୂଜା କରିବା ଦରକାର। ରବିବାର ଉପବାସ ରହିବା ପୂର୍ବକ ସୂର୍ଯ୍ୟ ନାମାବଳୀ ସ୍ମରଣ ଓ ଭଜନ କରିବା ସହ ହାତ ଯୋଡ଼ି ଅର୍ଘ୍ୟ ପ୍ରଦାନ କରିବ। ଦେଇଥିବା ଅର୍ଘ୍ୟ ଜଳକୁ ଆଣି ଆଖିରେ ମାରିବ। ଏଇଭଳି ପୂଜାର୍ଚ୍ଚନା କଲେ ନିଶ୍ଚୟ ଦିବ୍ୟଦୃଷ୍ଟି ମିଳିବ। ରବି ପୂଜା କରି ରାତିରେ କୁଶାସନ ପାରି କାହା ଶଯ୍ୟାକୁ ନ ଭିଡ଼ାଇ ଶୟନ କରିବା ସହ ସୂର୍ଯ୍ୟଙ୍କର ଦ୍ୱାଦଶ ନାମକୁ ସ୍ମରଣ କରିବା ନିୟମ। ଶିବଙ୍କ ପାଖରୁ ସୂର୍ଯ୍ୟ ମାହାତ୍ମ୍ୟ ଶ୍ରବଣ କରି ପାର୍ବତୀ ଆନନ୍ଦିତ ହେବା ସହିତ କେଉଁ ସ୍ଥାନଟି ସୂର୍ଯ୍ୟଙ୍କର ପ୍ରିୟ ସ୍ଥାନ ବୋଲି ଜାଣିବାକୁ ଚାହିଁବାରୁ ଶିବ ପୁନର୍ବାର କହିବା ଆରମ୍ଭ କଲେ, ସୂର୍ଯ୍ୟଙ୍କର ଅତି ପ୍ରିୟ ସ୍ଥାନ ହେଉଛି ଅର୍କକ୍ଷେତ୍ର। ସହସ୍ର ଯୋଜନ ସମୁଦ୍ର ତଟ ପରିବେଷ୍ଟିତ ଏହି କ୍ଷେତ୍ରର ପ୍ରତି ରେଣୁ ପବିତ୍ର ଅଟେ। ଏହି ତୀର୍ଥରେ ଯେଉଁମାନେ ପିଣ୍ଡଦାନ କରନ୍ତି, ସେମାନଙ୍କ ପିତୃପୁରୁଷ ମୋକ୍ଷ ପାଇଯାଆନ୍ତି। ଯେଉଁମାନେ ସଂକଳ୍ପ କରିବା ପୂର୍ବକ ସେଠାରେ ସ୍ନାନ କରନ୍ତି, ସେମାନଙ୍କର ସପ୍ତପୁରୁଷ ନର୍କରୁ ଉଦ୍ଧାର ପାଇବା ସହ ସେହି ଲୋକ ଇହଲୋକରେ ବହୁତ ସୁଖ ପାଇଥାଏ। ଏକଦା ସେହି ସ୍ଥାନରେ ଅର୍କ ନାମକ ଏକ ଦୈତ୍ୟ ଜନ୍ମ ହୋଇ ସ୍ନାନ କରିବାକୁ ଆସୁଥିବା ଲୋକଙ୍କୁ ଭକ୍ଷଣ କରୁଥିଲା। ଫଳରେ ଲୋକମାନେ ସ୍ନାନ ନିମନ୍ତେ ନ ଆସିବାରୁ ସେ ଦୈତ୍ୟ କୁମ୍ଭୀର ରୂପ ଧାରଣ କରି ସମୁଦ୍ରରେ ବାସ କଲା। କିଛି ଦିନ ଅର୍କ ଦୈତ୍ୟକୁ ନ ଦେଖି ଲୋକ ସ୍ନାନ ନିମନ୍ତେ ଆସିବାରୁ ଜଳ ମଧ୍ୟରେ ଅର୍କ ସେମାନଙ୍କୁ ଧରି ଖାଇଲା। ରାତ୍ରି କାଳରେ ସେହି ଦୈତ୍ୟ ନିଜ ରୂପ ଧରି ମୁନିଋଷିମାନଙ୍କର ଆଶ୍ରମ ଭାଙ୍ଗିଦେବା ସହ ସେମାନଙ୍କୁ ଭକ୍ଷଣ କରିବାରୁ ଋଷିମାନେ ଶିଷ୍ୟମାନଙ୍କୁ ସେଠାରୁ ନେଇ ପଳାଇ ଯାଇ ମେରୁ ନିକଟରେ ସୂର୍ଯ୍ୟଙ୍କୁ ନିଜର ଦୁର୍ଦ୍ଦଶା ଫେଡ଼ିବା ନିମନ୍ତେ ସ୍ତୁତି କରିବାରୁ ଦୟାମୟ ଦିନମଣି ଏକ ଭୟଙ୍କର ରୂପ ଧାରଣ କରି ଜଳରେ ପ୍ରବେଶ କରି ଅର୍କ ଦୈତ୍ୟକୁ ବଧ କଲେ। କେଉଁମାନେ ଏହି ବ୍ରତ ଆଚରଣ କରି ରୋଗମୁକ୍ତ ହୋଇଛନ୍ତି ବୋଲି ପାର୍ବତୀ ପଚାରିବାରୁ ଶିବ କହିଲେ, ଏକଦା ଦ୍ୱାପର ଯୁଗର ପରମ ପ୍ରତାପୀ ଭଗବାନ ଶ୍ରୀକୃଷ୍ଣଙ୍କର ତେଜସ୍ୱୀ ପୁତ୍ର ଶାମ୍ବ ନିଜ ମାତାଙ୍କଠାରୁ
ଅଭିଶାପ ପାଇ ଭୟଙ୍କର କୁଷ୍ଠରୋଗରେ ଆକ୍ରାନ୍ତ ହେଲେ। ଥରେ କୃଷ୍ଣ ଓ ସତ୍ୟଭାମା ଦ୍ୱାରରେ ଶାମ୍ବକୁ ବସାଇ ଭିତରେ ହାସ ପରିହାସରେ ଲିପ୍ତ ଥିବା ସମୟରେ ଦୁର୍ବାସା ଋଷି ଆସି କୃଷ୍ଣ ଦର୍ଶନାର୍ଥେ ଦ୍ୱାରରେ ପହଞ୍ଚିବାରୁ ଶାମ୍ବ ଭିତରକୁ ପ୍ରବେଶ କଲେ। ଫଳରେ ସତ୍ୟଭାମା ଓ କୃଷ୍ଣଙ୍କ କୌତୁକରେ ବ୍ୟାଘାତ ସୃଷ୍ଟି ହେବାରୁ ସତ୍ୟଭାମା କ୍ରୋଧରେ କୁଷ୍ଠ ହେବ ବୋଲି ଅଭିଶାପ ଦେଲେ। ଏହା ପରେ ସତ୍ୟଭାମା ଆସି ଦୁର୍ବାସାଙ୍କୁ ଯଥାମାନ୍ୟ ଜଣାଇବା ସହ କ୍ରୋଧବଶତଃ ଶାମ୍ବଙ୍କୁ ଦେଇଥିବା ଅଭିଶାପର ପ୍ରତିକାର ଜାଣିବାକୁ ଚାହିଁଲେ। ଋଷି ଦୁର୍ବାସା କହିଲେ, ମର୍ତ୍ତ୍ୟ ବୈକୁଣ୍ଠ କଳିଙ୍ଗ ଦେଶରେ ନୀଳଗିରି ନିକଟସ୍ଥ ଅର୍କ କ୍ଷେତ୍ରରେ ସୂର୍ଯ୍ୟ ଉପାସନା କଲେ ଏହି ରୋଗରୁ ମୁକ୍ତି ମିଳିପାରିବ। ନାରଦ ଅର୍କ କ୍ଷେତ୍ରକୁ ଶାମ୍ବଙ୍କୁ ସାଥିରେ ଧରି ପହଞ୍ଚି ବିଧିବିଧାନ ବତାଇ ଦେଇ ପ୍ରସ୍ଥାନ ଅନ୍ତେ ଶାମ୍ବ ଏକାଗ୍ର ଚିତ୍ତରେ ସୂର୍ଯ୍ୟ ଉପାସନା କଲେ। ଅସହ୍ୟ ଯନ୍ତ୍ରଣାରେ ଅଧୀର ହୋଇ ପଡୁଥିବା ଶାମ୍ବଙ୍କ ଶରୀରରେ ଅର୍କକ୍ଷେତ୍ରର ବାୟୁର ସ୍ପର୍ଶ ମାତ୍ରେ କଷ୍ଟ ଦୂର ହୋଇଗଲା। ସମୁଦ୍ରରେ ସ୍ନାନ କରି ଉଠିବା ବେଳକୁ ଶରୀରରେ ଥିବା ଖଣ୍ଡିଆ ସ୍ଥାନମାନ ଶୁଖି ଯାଇଥିଲା। ରକ୍ତ ପୁଜ ଆଉ ତାଙ୍କ ଦେହରେ ନାହିଁ। ଶାମ୍ବ ହର୍ଷିତ ମନରେ ଅଞ୍ଜଳିରେ ଜଳ ଧରି ନିରଞ୍ଜନକୁ ପ୍ରଦାନ କରିବା ସହିତ ବହୁ ସ୍ତୁତି କଲେ। ତାପରେ କୂଳରେ ବସି ରବିନାରାୟଣଙ୍କର ମୂର୍ତ୍ତି ବାଲିରେ ନିର୍ମାଣ କରିବା ପୂର୍ବକ ରବିନାରାୟଣ ବ୍ରତ ଆରମ୍ଭ କଲେ। ଗନ୍ଧ, ଚନ୍ଦନ, ପୁଷ୍ପ, ଧୂପ, ଦୀପ ଆଦି ଦେଇ ଷୋଡ଼ଶ ଉପଚାରରେ ନାରାୟଣଙ୍କର ପୂଜା ଓ ଧ୍ୟାନ କରି କୁଷ୍ଠରୋଗରୁ ମୁକ୍ତି ପାଇଲେ। ସେହି ଦିନଠାରୁ ସମସ୍ତେ ରବିବାର ଦିନ ରବିନାରାୟଣ ବ୍ରତ ଆଚରଣ କରି ନିଜର ମନସ୍କାମନା ପୂର୍ଣ୍ଣ କଲେ। ଶାମ୍ବ ପୂଜା କରିଥିବା ସ୍ଥାନଟି କୋଣାର୍କ ଭାବରେ ପରିଚିତ ହେଲା। ପୁତ୍ରକାମୀ ପତିବ୍ରତା ନାରୀମାନେ ଏହି ବ୍ରତ ପାଳନ କରି ପୁତ୍ର ଲାଭ କଲେ। ଏହି ସ୍ଥାନରେ ମାଘ ସପ୍ତମୀରେ ସ୍ନାନ କଲେ ସ୍ନାନ କରୁଥିବା ଲୋକ ଦେବବନ୍ଦ୍ୟ ହୁଏ।